ଶେଷ କାଶୁ ଦେହ ତ୍ୟାଗ ଅଟେ ଶ୍ରେୟସ୍କର ସ୍ୱାମୀ ସୌଭାଗ୍ୟ ବିନା ବିଫଳ ଶରୀର ଯେଉଁ ସ୍ତ୍ରୀ ପତିଠାରେ ନ ହୁଏ ବଲ୍ଲଭା ଶୟନ ଭୋଜନେ ତାର କେଉଁ ସୁଖ ବା ଆବର ଯେ ପୁତ୍ର ଧନ ରୂପ ଯୌବନ ବିଫଳ ଅଟ ଏସବୁ କଥା ତାର ଜାଣ ଯେଉଁ କାମିନୀର ପତିଠାରେ ଭକ୍ତି ନାହିଁ ଅଶୁଚି ଧର୍ମ ବିହୀନା ଦୁଷ୍ଟ ସେ ବୋଲାଇ ଭାଇ ବନ୍ଧୁ ଠାରୁ ବଳି ଶ୍ରେଷ୍ଠ ଅଟେ ପତି ସକାଶରୁ ସର୍ବ ସୁଖ ହୁଏ ପ୍ରାପ୍ତି ଉତ୍ତମ ବଂଶରେ ଜାତ ଅଟେ ଶିରୋମଣି ପତିର ଭାବକୁ ଭାରି ସହଜରେ ଜାଣି ଅସତ୍ୟବାଦିନୀ ଦୁଷ୍ଟା ଚରିତ୍ରା ଯେ ନାରୀ କହୁଥାଏ ସର୍ବଦା ସେ ପତି ନିନ୍ଦା କରି ହେମନ୍ତ ସ୍ତ୍ରୀର ବାସ ହୁଏ ନର କରି ବ୍ରତ ଧର୍ମ ଫଳ କିଛି ଭୁଞ୍ଜି ସେ ନ ପାରେ ସେ ସକାଶୁ ପତିକୁ ମୁଁ ନିନ୍ଦା କରି କିଛି କହିବାକୁ ଉପଯୁକ୍ତ ନୁହଁ ବୋଲୁଛି ପତିପତା ସ୍ତ୍ରୀ ଯେବେ ପତିର ଭୂଷଣ ଦେଖିବ କିଛି ତାହାକୁ ନ ବୋଲିବ ଜାଣ ସହ୍ୟ କରି ନ ପାରିଲେ ତେଜିବ ଜୀବନ ହେମନ୍ତ ଅଟ ନୀତି ଶାସ୍ତ୍ରର ବିଧାନ କାମିନୀର ପତି ସେବା ଅଟ ଇଟି ମୂଳ ବ୍ରତ ଧର୍ମ ଆଦି କିଛି ନୁହଁ ତା ତୁଲ୍ୟ ଯେଉଁ ସତୀ ପତିଙ୍କର ଉଚ୍ଚିଷ୍ଟ ଭୁଞ୍ଜଇ ପ୍ରଶଂସା କରନ୍ତି ତାକୁ ଦେବେ ସ୍ୱର୍ଗୀ ଥାଇ ପତିଙ୍କ ଚରଣରେ ସର୍ବତୀର୍ଥ ସାର ପତିଙ୍କ ଆଦେଶ ବେଦ ବାକ୍ୟରୁ ଅଟଳ ହେମନ୍ତ କହି କମଳା ମୌନ ହୋଇଲେ ପୁଣି ତାଙ୍କୁ ପ୍ରଜାପତି ବିନୟ କହିଲେ ବୋଇଲେ ଗୋ ଆଦି ମାତା ତୁମ୍ଭ ପ୍ରକୋପରେ ଜୟ ବିଜୟଙ୍କ ଶୁଭ ନୋହିବ ଲୋକରେ ମୂର୍ଖପଣି ଦୁଇ ଭାଇ କଲେ ଅପରାଧ ତଥାପି ତୁମ୍ଭ ମନରେ ନହେଲା ଜାକ୍ରୋଧ ତାଙ୍କର ସର୍ବନାଶ ହୋଇବ ନିଶ୍ଚୟ ଧର୍ମରେ ଦଣ୍ଡିତ ସେ ହେବେ ଜାଣିଥାଅ ଆମ୍ଭର ପ୍ରାର୍ଥନା ଜ୍ଞାନୀ ସେହି ସବୁ କଥା ପତିଙ୍କର ସମୀପକୁ ଯାଅ ଅହିବ୍ୟଥା ହେମନ୍ତ କହିଣ ବ୍ରହ୍ମା ଦେବଙ୍କ ସହିତେ ଲକ୍ଷ୍ମୀ ଦେବୀଙ୍କୁ ନେଇ ନ ଚଳିଲେ ସମସ୍ତେ ବୈକୁଣ୍ଠ ପୁରୀ ଯାଇ ପ୍ରବେଶ ହୋଇଲେ ବିଷ୍ଣୁଙ୍କ ଆଗରେ ଉଭା ହୋଇ ସ୍ତୁତି କଲେ ଚାରିମୁଖ ପ୍ରଜାପତି ନାନା ସ୍ତୁତି ପଢ଼ି ଜଣାଇଲେ ପ୍ରଭୁଙ୍କର ଆଗେ କର ଯୋଡ଼ି ଜଗତ କରତା ବିଷ୍ଣୁ ସେ ସ୍ତୁତିକୁ ଶୁଣି ଦେଖିଲେ ଆଗେ ଅଛନ୍ତି ଦେବୀ କମଳିନୀ ସେ ସକାଶୁ ହରସରେ ବୋଇଲେ ହେ ଦେବ ମନ ଦେଇ ଶୁଣ ଯାହା କହୁଅଛି ହେବ ଜାଣିପାରୁଅଛି ମୁହିଁ ସକଳ କାରଣ ତଥାପି ନୀରବ ହୋଇ ରହିଅଛି ଜାଣ କଳତ୍ର ବନ୍ଧୁଙ୍କ ଠାରୁ ଭୃତ୍ୟ ଅଟେ ବଡ଼ ଭୃତ୍ୟ ବିଷୟରେ ମୋର ସବୁ କଥା ଛାଡ଼ ଜୟ ବିଜୟଙ୍କ ଭକ୍ତି ଯୋଗରେ ମୁଁ ଯାହା ଦୋଷ କରିଅଛି ଏବେ କ୍ଷମା କର ତାହା ହେମନ୍ତ କହି ଲକ୍ଷ୍ମୀଙ୍କୁ ବକ୍ଷ ତଳେ ଘେନି ଡକାଇ ଆଣିଲେ ପାଶେ ଦ୍ୱାରପାଳ ବେନି ତାହାଙ୍କୁ ବୋଇଲେ ଆରେ ଦ୍ୱାରପାଳ ତୁମ୍ଭେ ନିର୍ଭୟ ହୋଇ ନ ରୁହ ବୋଲୁଅଛୁ ଆମେ ମୁଥିବାଠାରେ ମୋହର ଭକ୍ତଙ୍କର ଭୟ କେଉଁଠାରୁ ହେଲେ ନାହିଁ ପାର ଏ ଉଦୟ କେଉଁଠାରୁ ହେଲେ ନୋହି ପାର ଏ ଉଦୟ ହେମନ୍ତ କହି ପ୍ରଭୁ ବିରତ ହୋଇଲେ ମେଲାଣି ହୋଇ ନ ଦେବେ ଜେଜାପୁରେ ଗଲେ ଘର ଯୋଡ଼ି ଦ୍ୱାରପାଳ ଦ୍ୱୟ ସେ କାଳରେ କହିଲେ ପୁଣି ପ୍ରଭୁଙ୍କ ଆଗେ ତୋ ସବରେ ବୋଇଲେ ହେ ମହାପ୍ରଭୁ ତୁମ୍ଭ ଚରଣରେ ମନ ଦେଇ ରହିଅଛୁ ମୋହି ନିରନ୍ତରେ ସେ ସକାଶ କାହାଠାରେ ନାହିଁ ଆମ୍ଭ ଭୟ କେବଳ କରିଛି ତୁମ୍ଭ ଦୟାକୁ ଆଶ୍ରୟ କହି କ୍ଷେତ୍ର ମୋହନ ଆଏ ସାଧୁ ଜନେ ବ୍ରହ୍ମ ବୈବର୍ତ ପୁରାଣ ପଢ଼ତୁ ସମନେ ଇତି ଶ୍ରୀ ବ୍ରହ୍ମ ବୈବର୍ତ ପୁରାଣେ ଶ୍ରୀକୃଷ୍ଣ ଖଣ୍ଡେ ମହାଲକ୍ଷ୍ମୀଙ୍କର ବୈରାଗ୍ୟ ମୋଚନ ବର୍ଣ୍ଣନେ ନାମ ସପ୍ତପଞ୍ଚାଶତ ଅଧ୍ୟାୟ ଅଷ୍ଟପଞ୍ଚାଶତ ଅଧ୍ୟାୟ ପୃଥିବୀ ଆଦି ଦେବଗଣ ମାନଙ୍କର ଗର୍ଭଗଞ୍ଜନ ବୃତ୍ତାନ୍ତ ବର୍ଣ୍ଣ